ବେଦରଦି ପ୍ରିୟା ବୁଝିଲୁନି କିଆଁ ଦେଲୁ ମିଛ ପ୍ରତିଶ୍ରୁତି ସ୍ମୃତି ତୋର ଆଜି ଅତୀତଟେ ସାଜି କନ୍ଦାଏଲୋ ଦିନ ରାତି ହୋ ବେଦରଦି ପ୍ରିୟା ବୁଝିଲୁନି କିଆଁ ଦେଲୁ ମିଛ ପ୍ରତିଶ୍ରୁତି ସ୍ମୃତି ତୋର ଆଜି ଅତୀତଟେ ସାଜି କନ୍ଦାଏଲୋ ଦିନ ରାତି ଭାବିଲେ ବି ଭୁଲିବାକୁ ଭୁଲି ପାରୁନି ଭାବିଲେ ବି ମରିବାକୁ ମରି ପାରୁନି ଭାବ ପ୍ରବଣତା ଦେଲା ଆଜି ବ୍ୟଥା ଭାବ ପ୍ରବଣତା ଦେଲା ଆଜି ବ୍ୟଥା ଶରୀର ଅଛି ମୋର ଜୟଉଛି ଚିତା ଶରୀର ଅଛି ମୋର ଜୟଉଛି ଚିତା ଶରୀର ଅଛି ମୋର ଦେଖନ୍ତୁ ଦର୍ଶକ ବହୁତ ଜଣ ପ୍ରାୟ କଥା ଜାଣି ନାହାନ୍ତି। ହଁ ମୁଁ ନିଶାରେ ବାପା ଚାଲିଗଲେ ଭାଇ ଚାଲିଗଲେ ଝିଅକୁ ସ୍ତ୍ରୀ ନେଇଗଲା। ଦେଖନ୍ତୁ ହ୍ୟୁମାନ ସାଗର କେଉଁ ପରିସ୍ଥିତିରେ ସେ ମଦ୍ୟପାନ କରିଛି ମଦକୁ ସେ ଆପଣେଇ ନେଇଛି ସବୁ ତାର ଗୋଟି ଗୋଟି କରି କଥା ଏ ଭିଡ଼ିଓରେ ସେ କହିଛନ୍ତି ଯେ ଏଠି ଦେଖିପାରୁଛନ୍ତି ଯେ ହ୍ୟୁମାନ ସାଗର ସେ ନିଜେ ସ୍ୱୀକାର ବି ମଧ୍ୟ କରିଛନ୍ତି ଏଇ ପଡକାଷ୍ଟରେ ଯେ କହୁଛନ୍ତି ହଁ ମୁଁ ନିଶାରେ ମୁଁ ନିଶା ପିଏ ନିଶା ପିଉଛି ନିଶାକୁ ମୁଁ ନିଜର କରିନେଇଛି ନିଶାକୁ ମୁଁ ଆପଣେଇ ନେଇଛି। ସେ ବାପା ଚାଲିଗଲେ ଆପଣମାନେ ଜାଣନ୍ତି ହ୍ୟୁମାନ ସାଗରଙ୍କର ବାପା କୋଭିଡ ଟାଇମ୍ରେ 2021 ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା। ଆଉ ଠିକ୍ ତାର ବାପାଙ୍କର ଦେହାନ୍ତ ଠିକ୍ 4 ବର୍ଷ ପୂର୍ବେ ତାଙ୍କର ଏକ ସାନ ଭାଇଟି ଥିଲା। ତ ଆପଣମାନେ ଜାଣନ୍ତି ତାଙ୍କର ବି ଦେହାନ୍ତ ହୋଇସାରିଛି। ବାପା ଚାଲିଗଲେ ଭାଇ ଚାଲିଗଲେ ଝିଅକୁ ସ୍ତ୍ରୀ ନେଇଗଲା। ତାଙ୍କର ଏକ ଛୋଟ ଝିଅଟିଏ କୁନି ଝିଅଟି ବି ମଧ୍ୟ ହେଇଥିଲା। ତ ଆପଣମାନେ ଜାଣନ୍ତି ସେଇ କୁନି ଝିଅକୁ ମଧ୍ୟ ତାଙ୍କ ସ୍ତ୍ରୀ ଶ୍ରିୟା ମିଶ୍ର ଆଉ ଶ୍ରିୟା ମିଶ୍ରଙ୍କ ବିଷୟରେ ତ ଆପଣମାନେ ଜାଣନ୍ତି ଯେ ଶ୍ରିୟା ମିଶ୍ର ଆଉ ହ୍ୟୁମାନ ସାଗର ତାଙ୍କର ବିବାଦ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି। ଆଜିଠୁ 4 ବର୍ଷ ହେଲା ସେମାନେ ଗୋଟେ ଜାଗାରେ ରହୁନାହାନ୍ତି। ତାଙ୍କ ସ୍ତ୍ରୀ ତାଙ୍କ ବାପ ଘରେ ରହୁଛନ୍ତି ଏବଂ ହ୍ୟୁମାନ ସାଗର ରହୁଥିଲା କଟକରେ। ଆଉ ତାଙ୍କ ହ୍ୟୁମାନ ସାଗରଙ୍କର ମା ଯିଏ ତାଙ୍କୁ ଜନ୍ମ ଦେଇଥିଲା ସେଇ ଯାହାକୁ ଆପଣମାନେ ଏବେ ଟିଭି ମିଡ଼ିଆରେ ଏବେ ଦେଖିବାକୁ ପାଉଛନ୍ତି ସେ ହ୍ୟୁମାନ ସାଗରଙ୍କର ଜନ୍ମ ଘର ଆମର ବଲାଙ୍ଗୀର ଟିଟଲାଗଡ଼ରେ ସେ ରହୁଥିଲେ। ମାନେ ହ୍ୟୁମାନ ସାଗର ସେ ଏକା ରହୁଥିଲେ କଟକରେ। ତ ଆପଣମାନେ ଟିକେ ଏଇ କାହାଣୀ ଟିକେ ଶୁଣନ୍ତୁ ଯେ କେଉଁ ପରିସ୍ଥିତିରେ ହ୍ୟୁମାନ ସାଗର ତାଙ୍କର ଦେହାନ୍ତ ହେଲା ଆଉ ଏଠିରେ ଦାୟୀ କିଏ ରହୁଛି ଏ ଭିଡ଼ିଓରେ ଆପଣମାନେ ସମ୍ପୂର୍ଣ୍ଣ ଜାଣିପାରିବେ। ତ ଏଠି ଆମେମାନେ ଏଇ ଭିଡ଼ିଓକୁ ଯେଉଁ ଭିଡ଼ିଓର ଥମ୍ବନେଲ୍ ଆପଣମାନଙ୍କୁ ମୁଁ ଏବେ ଦେଖେଇଛି ଏଇ ଭିଡ଼ିଓ ଆମେମାନେ ସମ୍ପୂର୍ଣ୍ଣ ଦେଖିସାରିଛୁ। ସେଇ ଭିଡ଼ିଓ 36 ମିନିଟ୍ର ପ୍ରାୟ ହେଇପାରେ। ତ ଏଠି ଆପଣମାନେ ଦେଖିପାରୁଛନ୍ତି ତ କେତେ ମିନିଟ୍ର ଭିଡ଼ିଓ ମୁଁ ସମ୍ପୂର୍ଣ୍ଣ ଦେଖିସାରିଛି। ଆଉ ସେଇ କଥାକୁ ବି ମୁଁ ଆପଣମାନେ ଏଠି ଆପଣମାନଙ୍କ ପାଖରେ ଉପସ୍ଥାପନ କରିବି ସର୍ଟ ମାଧ୍ୟମରେ ଛୋଟ ଭିଡ଼ିଓ ମାଧ୍ୟମରେ ଉପସ୍ଥାପନ କରିବି। ଟିକେ ଶୁଣନ୍ତୁ ଯେ ଏଠି କାହାର ଭୁଲ ରହୁଛି। ତ ଆପଣମାନେ ଯେମିତି ଏବେ ଶୁଣିବାକୁ ପାଇଲେ ଯେ ହ୍ୟୁମାନ ସାଗର ସେ ଏକା ରହୁଥିଲେ କଟକରେ ରହୁଥିଲେ ଆଉ ତାଙ୍କ ସ୍ତ୍ରୀ 4 ବର୍ଷ ପୂର୍ବେ ଆପଣମାନେ ଯେଉଁ ବିବାଦ ବିଷୟରେ ଯଦି ଜାଣିନାହାନ୍ତି ମୁଁ ଆପଣମାନଙ୍କୁ ଟିକେ ଜଣାଇବାକୁ ଚାହେଁ ଯେ ପ୍ରେମ କରି ବିବାହ କରି ନେଇଥିଲେ ହ୍ୟୁମାନ ସାଗର ଶ୍ରିୟା ମିଶ୍ରକୁ। ଆଉ ଶ୍ରିୟା ମିଶ୍ର ହେଉଛନ୍ତି ଏକ ଆମ ହିନ୍ଦୁ ଧର୍ମ ଏବଂ ହିନ୍ଦୁ ପରିବାରରେ ଜନ୍ମ କରିଥିବା ଏକ ଝିଅଟିଏ। ଆଉ ଏଇ ହ୍ୟୁମାନ ସାଗର ହେଉଛନ୍ତି ଆମର ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିବା ଏକ ପୁଅ ଏବଂ ହ୍ୟୁମାନ ସାଗର ତ ସେମାନେ ଭଲ ପାଇ ବିବାହ କରି ନେଇଥିଲେ। ଆଉ ବିବାହ ପରେ ତାଙ୍କର ଏକ ଛୋଟ ଝିଅ କୁନି ଝିଅ ବି ମଧ୍ୟ ତାଙ୍କର ହେଇସାରିଛି ଆପଣମାନେ ଜାଣନ୍ତି। ତ ଆମମାନେ ଯେତିକି ମିଡ଼ିଆ ଥ୍ରୁରେ ଏବଂ ତାଙ୍କ ବିବାଦ ବିଷୟରେ ଆମମାନେ ଯେତିକି ଶୁଣିଛୁ ଏବଂ ମିଡ଼ିଆରେ ଆମେ ଦେଖିଛୁ ଆଉ ନିଜେ ହ୍ୟୁମାନ ସାଗର ମଧ୍ୟ ଯେଉଁ କଥା ଆମ ପାଖରେ କହୁଥିଲେ ଏବଂ ଯେତିକି ବି ଆମମାନେ ଆଜିଠୁ ତାଙ୍କର ବିବାଦ ଆଜିଠୁ 4 ବର୍ଷ ପୂର୍ବେ ହେଇଥିଲା ତ ଆଜି
ପର୍ଯ୍ୟନ୍ତ ଆମେମାନେ ଯେତିକି ଜାଣିଛୁ ଯେ ତାଙ୍କର ସ୍ତ୍ରୀଙ୍କର ଅଭିଯୋଗ ଏହା ଯେ ମୋତେ ହ୍ୟୁମାନ ସାଗର ମୋତେ ନିର୍ଯାତନା ଦେଉଛନ୍ତି। ଆଉ କ'ଣ ପାଇଁ ନିର୍ଯାତନା ଦେଉଛନ୍ତି ନା ଯୌତୁକ ନିର୍ଯାତନା ମୋତେ ଦେଉଛନ୍ତି, ଯୌତୁକ ପାଇଁ ମୋତେ ମାଡ଼ପିଟା କରନ୍ତି। ଏସବୁ ତାଙ୍କର କମ୍ପ୍ଲେନ୍ ଥିଲା ତାଙ୍କର ସ୍ତ୍ରୀ ଶ୍ରେୟା ମିଶ୍ରଙ୍କର। ଆଉ ହ୍ୟୁମାନ ସାଗରଙ୍କର ଯାହା ଆମମାନେ ବାଇଟ୍ ଶୁଣିଛୁ ଆଉ ଆମମାନେ ଯାହା ଆମ ପାଖରେ ଯେତିକି ଖବର ଅଛି ଯେ ହ୍ୟୁମାନ ସାଗର ସେ ଏଇ ପ୍ରତିକ୍ରିୟା ଦେଇଥିଲେ ଯେ ତାଙ୍କର ସ୍ତ୍ରୀ ଯେହେତୁ ସେ ହିନ୍ଦୁ ଧର୍ମର ଅଟନ୍ତି ଆଉ ମୁଁ ଏକ ଖ୍ରୀଷ୍ଟିଆନ ଧର୍ମର ଅଟେ, ଯେ ତାଙ୍କ ସ୍ତ୍ରୀ ସେ ଧର୍ମକୁ ପରିବର୍ତ୍ତନ କଦାପି କରିବେନି। ସେ ହିନ୍ଦୁ ଧର୍ମର ଝିଅ, ଯେହେତୁ ମୋ ପାଖକୁ ଏବେ ସେ ବର୍ତ୍ତମାନ ମୋ ଘରେ ଅଛନ୍ତି, ମୁଁ ତାଙ୍କୁ ବିବାହ କରିସାରିଛି ହ୍ୟୁମାନ ସାଗରଙ୍କର କହିବା ମୁତାବକ ଯେ ଏବେ ଧର୍ମକୁ ପରିବର୍ତ୍ତନ କରନ୍ତୁ। ଆଉ ଏକ ଜିଦି ଶ୍ରେୟା ମିଶ୍ର ଯେ ମୁଁ ଧର୍ମକୁ ପରିବର୍ତ୍ତନ କରିବିନି, ମୁଁ ହିନ୍ଦୁ ଆଉ ହିନ୍ଦୁରେ ହିଁ ମୁଁ ରହିବାକୁ ଚାହେଁ। ଏମିତି ଏକ ଯାହାକି ବିବାଦ ଘେରରେ ସେମାନେ ରହିଥିଲେ। ଆଉ ସେଇ ବିବାଦ ଆଜିକାର ନୁହଁ, ଆଜିଠୁ 4 ବର୍ଷ ପୂର୍ବେ ଯେ ଝିଅ ସେ ଶ୍ରେୟା ମିଶ୍ରଙ୍କର କମ୍ପ୍ଲେନ୍ ଯେ ମୋତେ ନିର୍ଯାତନା ଦେଉଛନ୍ତି ଆଉ ହ୍ୟୁମାନ ସାଗରଙ୍କର କମ୍ପ୍ଲେନ୍ ଯେ ସେ ଧର୍ମକୁ ପରିବର୍ତ୍ତନ କରିବନି। ଏମିତି ଏକ ଯାହାକି ତାଙ୍କର ଘଟଣା, ଏମିତି ଏକ ଯାହାକି ତାଙ୍କର ବିବାଦ, ସେଇ ବିବାଦକୁ ନେଇ ତାଙ୍କ ଯେଉଁ ସ୍ତ୍ରୀ ରହୁଛନ୍ତି ଶ୍ରେୟା ମିଶ୍ର ହ୍ୟୁମାନ ସାଗରଙ୍କର ସ୍ତ୍ରୀ, ସେ ତାଙ୍କର ଏକ ଯେହେତୁ ଛୋଟ କୁନି ଝିଅଟି ତାଙ୍କର ହେଇସାରିଛି, ସେ କୁନି ଝିଅକୁ ନେଇକି ତାଙ୍କ ନିଜ ଘରେ ବାପ ଘରେ ରହୁଥିଲେ ଶ୍ରେୟା ମିଶ୍ର। ଏବଂ ଏମିତି ତାଙ୍କର ବିବାଦ ଭିତରେ ଆଉ କେତେ କଥା ରହିପାରେ ସେଇଟା ତ ମାନେ ଜାଣିନୁ। ତ ସେଇ ବିବାଦ ପରେ ହ୍ୟୁମାନ ସାଗର ରହୁଥିଲେ କଟକରେ। ଯେହେତୁ ତାଙ୍କ ଘରେ ତାଙ୍କ ନିଜ ଜନ୍ମ ଘରେ କେହି ବି ଏବେ ନାହାନ୍ତି, ତାଙ୍କ ବାପା ବି ଆପଣମାନେ ଶୁଣିବାକୁ ପାଇଲେ କୋଭିଡ୍ ଟାଇମ୍ରେ ସେ ଚାଲି ଯାଇଥିଲେ। ଆଉ ତାଙ୍କର ଯେଉଁ ସାନ ଭାଇଟି ଥିଲା ସେ ବି ଦେହାନ୍ତ ହେଇସାରିଛି। ଯେହେତୁ ଘରେ କେହି ନାହାନ୍ତି ଆଉ ସେଠି ରହୁଥିଲେ ତାଙ୍କର ନିଜ ମା, ଆଉ କଟକରେ ରହୁଥିଲେ ହ୍ୟୁମାନ ସାଗର ଏବଂ ନିଜ ବାପ ଘରେ ରହୁଥିଲେ ଶ୍ରେୟା ମିଶ୍ର ହ୍ୟୁମାନ ସାଗରଙ୍କର ସ୍ତ୍ରୀ ଆଉ ତା ସହିତ ହ୍ୟୁମାନ ସାଗରଙ୍କର ଛୋଟ ଝିଅ। ତ ଏମିତି ଚାଲି ରହୁଥିଲା ଯେ ଆହୁରି ଏତିକି କଥା ମାନେ ଶୁଣିଛୁ ଯେ ହ୍ୟୁମାନ ସାଗର ଝିଅଙ୍କୁ ଦେଖିବାକୁ ଚାହେଁ, ତାଙ୍କ ସ୍ତ୍ରୀ କଦାପି ଦେଖିବାକୁ ଦିଏନି। ଏମିତି ସେମିତି ଏମିତି ତାଙ୍କର ଆପଣମାନେ ବୁଝିପାରୁଥିବେ, ଏମିତି ତାଙ୍କର କଣ୍ଟ୍ରୋଭର୍ସି, ଏମିତି ତାଙ୍କର ଯାହାକି ବିବାଦ, ଏମିତି ତାଙ୍କର ଚାଲୁଥିଲା ତାଙ୍କର ଜୀବନର ପଥ। ତ ଆଜି ଆମମାନେ ଯେମିତି ଶୁଣିବାକୁ ପାଇଲୁ, ଆଜି ଆମମାନଙ୍କ ପାଖରେ ଯେମିତି ଖବର ଆସିଛି ଯେ ହ୍ୟୁମାନ ସାଗର ତାଙ୍କର ଦେହାନ୍ତ ହେଲା। ତ ସେଇ ଭିତରୁ ମୁଁ ଆପଣମାନଙ୍କୁ ଟିକେ କହିବାକୁ ଚାହେଁ, ହ୍ୟୁମାନ ସାଗର ଯେତେବେଳେ ସେ ପୂର୍ବ ପ୍ରତିକ୍ରିୟାରେ ବି ସେ ଦେଇଛନ୍ତି ମିଡ଼ିଆରେ ହଉ ପଡକାଷ୍ଟରେ, এই ଭିଡ଼ିଓର ପଡକାଷ୍ଟ ଯେଉଁ ରହିଛି ସେଠି ମଧ୍ୟ ସେ କରିଛନ୍ତି ମୋର ଏସବୁ ଅସୁବିଧା ଯେ ମୋ ବାପା ଚାଲିଗଲେ, ମୋ ଭାଇ ଚାଲିଗଲେ, ମୋ ମା ମୋଠୁ ଦୂରରେ, ମାନେ ତାଙ୍କ ନିଜ ଘରେ ଯେହେତୁ ତାଙ୍କର ଘର ଅଛି, ନିଜ ଘରେ ରହୁଥିଲା ମା ଆଉ କଟକରେ ରହୁଥିଲା ହ୍ୟୁମାନ ସାଗର। ତ ଏମିତି ଏକ ତାର ମାନେ ପାରିବାରିକ ସମସ୍ୟା ବିଶୃଙ୍ଖଳା ଯୋଗୁଁ ସେ ମାନେ ଯେହେତୁ ସେ ଏକା ରହୁଥିଲେ, ସେ ଡିପ୍ରେସନରେ ରହୁଥିଲେ, ସେ ମଦ୍ୟପାନ କରୁଥିଲା। ଆଉ ଏମିତି ମଦ୍ୟପାନ କରୁ 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 ଯେହେତୁ ସେ ଏକା ରହୁଥିଲେ, ମାନେ ତାଙ୍କ ପାଖରେ ଯେଉଁ ଏବେ ଯେତିକି ବି ଆପଣମାନେ ମିଡ଼ିଆରେ ଦେଖୁଛନ୍ତି, ମିଡ଼ିଆରେ ଦେଖିବାକୁ ପାଉଛନ୍ତି ତାଙ୍କର କ'ଣ ସେକ୍ରେଟାରୀ ପ୍ରେସିଡେଣ୍ଟ ଆଉ କିଏ ତାଙ୍କର ଯେମିତି ବି ମ୍ୟାନେଜର ଅଛନ୍ତି, ତ ସେମାନେ ବା କେତେ ବା ତାଙ୍କ କଥା ବୁଝିବେ ଆଉ କେତେ ବା ପ୍ରପରଲି ବୁଝିବ। ଯେମିତିକି ନିଜ ମା ନିଜ ସ୍ତ୍ରୀ ଯେଉଁ କଥା ବୁଝିବା କଥା ସେମାନେ କ'ଣ ସେମିତି ପ୍ରପରଲି ବୁଝିପାରିବେ। ସେ ପ୍ରୋଗ୍ରାମକୁ ଯାଉଥିଲା, ପ୍ରୋଗ୍ରାମରୁ ଆସୁଥିଲା, ସେ ଯେତେବେଳେ ତାଙ୍କୁ ଡିପ୍ରେସନ୍ ଯେତେବେଳେ ତା ମନ ଖରାପ ରହୁଥିଲା ସେ ପିଉଥିଲେ, ଆଉ କେତେବେଳେ ଖାଉଥିଲେ ନ ଖାଉଥିଲେ, ସେ କଥା ବୁଝିବାର ଦାୟିତ୍ୱ କାହାର? ସେ କଥା ବୁଝିବାର ଦାୟିତ୍ୱ ହେଉଛନ୍ତି ସେ କଥା। ଏ କଥାକୁ ଯଦି ରିଅଲି ଯିଏ ବୁଝିପାରିବ ସେ ହେଉଛନ୍ତି ମା ଆଉ ତା ସହିତ ତାଙ୍କର ସ୍ତ୍ରୀ। ତାଙ୍କ ସ୍ତ୍ରୀ ତାଙ୍କ ମା ତ ତାଙ୍କ ପାଖରେ ଏବେ ରହୁନଥିଲେ, 4 ବର୍ଷ ଯାକ ସେ ରହୁନଥିଲେ। ସେ ଥରେ ଯଦି ମଦ ଗୋଟେ ଏମିତିକା ଜିନିଷ, ଏମିତିକା ଅଭ୍ୟାସ
ଥରେ ଯଦି ମାନେ ସେ ଆପଣେଇ ନେଲା ଆଉ ତାପରେ ଯିଏ ମଦ ପିଉଥିବା ବ୍ୟକ୍ତି ସେ କ'ଣ କରୁଛି କ'ଣ ନ କରୁଛି ସେସବୁ ବୁଝିବା ବହୁତ କଷ୍ଟକର। ସେସବୁ ମାନେ ଜଣେ ମଦ ପିଇଲା ପରେ ଛୋଟ ଛୁଆଙ୍କୁ ବୁଝେଇ ପାରିବ, ହେଲେ ସେ ମଦୁଆକୁ କେବେ ବି ବୁଝେଇ ପାରିବନି। ଯେହେତୁ ସେ ଏକା ରହୁଥିଲେ, ଏମିତି ପ୍ରୋଗ୍ରାମ ଯାଉଥିଲେ, ମଦ ପିଉଥିଲେ, ସେପଟୁ ଆସୁଥିଲେ, ମଦ ପିଉଥିଲେ, ମାନେ ଭାତ ଏବଂ ଖାଦ୍ୟ ଯେତିକି ଖାଇବା କଥା ତାହା ଖାଉଥିଲେ କି ନ ଖାଉଥିଲେ ତ ଆପଣମାନେ ଜାଣିପାରୁଥିବେ ଏଠୁ ଯେ ଯେହେତୁ ତାଙ୍କ ସ୍ତ୍ରୀ ତାଙ୍କ ମା ତାଙ୍କ ପାଖରେ ରହୁନଥିଲେ, କେମିତି ସେ ଖାଦ୍ୟ ଖାଉଥିଲେ ଆଉ କେମିତି ସେ ମଦ୍ୟପାନ କରୁଥିଲେ ତ ଆପଣମାନେ ଠିକ୍ ଭାବରେ ଜାଣିପାରୁଥିବେ। ତ ଏମିତି ଯେଉଁଟାକି ତାଙ୍କର ମଦ୍ୟପାନର ଅଭ୍ୟାସ ଏବଂ ଯାହାକି ମଧ୍ୟରେ ସେ ବୁଡ଼ି ରହୁଥିଲେ। ଆଉ ଯଦି ବି ତାଙ୍କର ଶରୀର ଆଗରୁ ଆପଣମାନେ ଦେଖିଛନ୍ତି, ହ୍ୟୁମାନ ସାଗରକୁ ଆପଣମାନେ ଭଲ ଭାବରେ ଜାଣନ୍ତି, ସେ କେମିତି ତାର ତାଙ୍କର ହେଲ୍ଥ କେତେ ମୋଟାପଣ ଥିଲେ ତ ଆପଣମାନେ ଦେଖିଛନ୍ତି। ଯେତେବେଳେ 4 ବର୍ଷ ପୂର୍ବେ ତ ଆପଣମାନେ ଗୋଟେ ଦୁଇଟା ଫଟୋ ଯଦି ଏଠି ମୁଁ ପକାଇ ପାରୁଛି ଆପଣମାନେ ଦେଖିପାରୁଛନ୍ତି ଯେ ହ୍ୟୁମାନ ସାଗର ପୂର୍ବରୁ ସେ କେମିତିକା ଥିଲେ, କେତେ ମୋଟାପଣ ଥିଲେ। ଆଉ ଧୀରେ ଧୀରେ ଯେମିତି ତାଙ୍କର ଏସବୁ ସମସ୍ୟା ଆସିଲା, ଏସବୁ ଏମିତି ତାଙ୍କର ଯେମିତିକି ମୁଁ ଆପଣମାନଙ୍କୁ ଶୁଣେଇଲି, ତାଙ୍କର ପାରିବାରିକ ସମସ୍ୟା ଯେମିତି ଆସିଲା, ସେ କେତେ ଝଡ଼ି ଯାଇଥିଲେ। ଏତେ ମୋଟାପଣ ଲୋକଟି, ଏତେ ମୋଟାପଣ ବ୍ୟକ୍ତି, ସେ କେମିତି ଝଡ଼ି ପଡ଼ିଲେ ଆପଣମାନେ ଦେଖିପାରୁଛନ୍ତି। ତ ଏମିତି ତାଙ୍କୁ ଟ୍ରିଟମେଣ୍ଟ କରିବା ପାଇଁ ନିଅନ୍ତି ତାଙ୍କର ମ୍ୟାନେଜର, ତାଙ୍କର ଯେଉଁ ତାଙ୍କ ପାଖରେ ରହୁଥିଲେ ତାଙ୍କୁ ପ୍ରୋଗ୍ରାମ ଯେଉଁମାନେ ମ୍ୟାନେଜମେଣ୍ଟ କରନ୍ତି ତାଙ୍କ ସହିତ ଯାଆନ୍ତି। ସେମାନେ ତାଙ୍କର କିଛି ପଇସା ପାଇଲେ ହେଲା ଭାଇ, ସେ ଯେଉଁଟା ମା କରିବା କଥା, ଯେଉଁଟା ତାଙ୍କ ନିଜ ସ୍ତ୍ରୀ କରିବା କଥା, ସେସବୁ ସେତିକି ଜିନିଷ କ'ଣ ଏମାନେ କରିପାରିବେ? କଦାପି କରିପାରିବେନି। ସେଇ ଜିନିଷ ଯେ ସ୍ତ୍ରୀ ଏବଂ ମା ହିଁ କରିପାରିବ। ତ ଏମିତି ଭାବରେ ସେ ବଡ଼ି ରହିଲେ। ଆଉ ତାଙ୍କର ମାନେ ତାଙ୍କର ଦେହର କ'ଣ ଇସ୍ୟୁ ବି ଆଗରୁ ବି ଥିଲା, ତ ଫେର୍ ବି ତାଙ୍କ ପାଖରେ କେହି ନାହାନ୍ତି, ତାଙ୍କ ପାଖରେ ତ ସେ ଏକା ହିଁ ରହୁଥିଲେ। ଯେତିକି ସେମାନେ ତାଙ୍କର ଯେତିକି ମ୍ୟାନେଜମେଣ୍ଟ କରିବା କଥା ସେମାନେ ମ୍ୟାନେଜମେଣ୍ଟ କରିନେଉଥିଲେ। ଆଉ ଏମିତି ଚାଲୁଥିଲା। ଆଉ ତାଙ୍କୁ ପ୍ରୋଗ୍ରାମକୁ ବି ନିଆ ହେଉଥିଲା, ଯେହେତୁ ତାଙ୍କ ପାଖରେ ରହୁଥିଲେ ସେମାନେ ତ ପ୍ରୋଗ୍ରାମକୁ ନେବେ ହିଁ ନେବେ। ଏମିତି ଚାଲି ରହିଲା ଆଉ ଶେଷରେ ତାଙ୍କର ଜୀବନ ଗଲା। ତ ଆଜି ଯଦି ଆମମାନେ ଦେଖିବୁ ଯେ ତାଙ୍କ ଘରେ ଏବେ ପୁରା ପରିବାର ଶୂନ୍ୟ, ଯଦି ଆମମାନେ କହିବୁ ହ୍ୟୁମାନ ସାଗରଙ୍କର ବଂଶ ଏବେ ନିପାତ, କାହିଁକି ନା ହ୍ୟୁମାନ ସାଗରଙ୍କ ଘରେ ଏବେ ଆଉ ସେମିତି କେହି ନାହାନ୍ତି। ଆପଣମାନେ ଜାଣିପାରିଲେ ଏ ଭିଡ଼ିଓରେ ଯେ ତାଙ୍କର ବାପା ବି ନାହାନ୍ତି, ତାଙ୍କର ଏକ ସାନ ଭାଇଟି ଥିଲା ସେ ବି ନାହାନ୍ତି, ଆଉ ତା ସହିତ ତାଙ୍କ ସ୍ତ୍ରୀ ବି ନାହାନ୍ତି, ଆଉ ତାଙ୍କ ଛୁଆ ଝିଅ ଛୁଆ ଯିଏ ହେଇଥିଲା ସିଏ ବି ତାଙ୍କ ସ୍ତ୍ରୀ ପାଖରେ, ଶ୍ରୀ ମିଶ୍ରଙ୍କ ପାଖରେ। ଆଉ ତାଙ୍କ ମା ଚାଲିଗଲେ, ମାନେ ସେଇ ଘରେ ପୁରା ପରିବାର ଶୂନ୍ୟ, ମାନେ ହ୍ୟୁମାନ ସାଗରଙ୍କର ବଂଶ ଶେଷ। ତ ଦେଖିପାରିଲେ କେତେ ଦୁଃଖର ଘଟଣା ଏବଂ ଦୁଃଖର ବିଷୟ, ଯେଉଁଟାକି ମାନେ ଲୁମ ଟାଙ୍କିରେ ଯିବ। ଯେ ହ୍ୟୁମାନ ସାଗରଙ୍କୁ କିଏ ବା ତାଙ୍କୁ ନ ଜାଣନ୍ତେ। ହ୍ୟୁମାନ ସାଗର କହିଲେ ଭାଇରେ ଏମିତି ସିଙ୍ଗର ନାହାନ୍ତି ଯିଏକି ମାନେ 100 ତ ନୁହଁ, 1000 5,000 6,000 ଏମିତି ଗୀତ ଗାଇଛନ୍ତି ହ୍ୟୁମାନ ସାଗର, ଯିଏକି ମାନେ ତାଙ୍କ ଗୀତ 50-60 ମିଲିୟନ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଯାଇଛି। ଯେଉଁଟାକି ଗୋଟେ ଗୀତ ଗାଇଲେ ସେ 2-4-5 ଲକ୍ଷ ଟଙ୍କା ପାଉଥିଲେ ଗୋଟେ ଗୀତ ଗାଇଲେ। ସେମିତିକା ଏକ ଦାମୀ ପରିବାର, ଦାମୀ ଏକ ବ୍ୟକ୍ତି ସେ ଏବେ ଆମ ଗହଣରେ ନାହାନ୍ତି। ଆଉ ସେ ଏବେ ଏଇ ହ୍ୟୁମାନ ସାଗରଙ୍କର ପରିବାର ଶୂନ୍ୟ, ବଂଶ ଶୂନ୍ୟ, ପୁରା ଅନ୍ଧକାର।